ମହାନ୍ତି ତାଙ୍କ ନାଁ ଥିଲା ଉତ୍ତମ, କିନ୍ତୁ ସେ ଥିଲେ ସର୍ବୋତ୍ତମ। ତାଙ୍କ ସହିତ ମୋର ହେଉଛି ଘରୋଇ ସମ୍ପର୍କ, ଚଳଚ୍ଚିତ୍ର କଥା ଅଲଗା, କିନ୍ତୁ ତାଙ୍କର ମୋର ଘରୋଇ ସମ୍ପର୍କ। ତାଙ୍କ ବାହାଘରକୁ ମୁଁ ବରଯାତ୍ରୀ ହେଇକି ଯାଇଥିଲି। ସେ କଥା ମନେ ପଡ଼ିଲେ ଭାରି ଦୁଃଖ ଲାଗୁଛି। ଆଜି ସେ ନାହାନ୍ତି, ଖାଲି ଆମେ ଦେଖିବାକୁ ଆଉ ଅଧିକା କହିବି ତାଙ୍କ ବିଷୟରେ। ଏତିକି କେବଳ କହୁଛି, ଯେଉଁଠୁ ଶାନ୍ତିରେ ରୁହନ୍ତୁ, ସେତିକି ହେଲା ତାଙ୍କ ପାଇଁ। ମୁଁ ବେଶୀ କହିପାରୁନି ତାଙ୍କ ବିଷୟରେ। ମୁଁ ତାଙ୍କ ସହିତ ବର୍ଷ ତଳେ ଦେଖା ହେଇଥିଲା। ବେଶ ଆମର ଘରୋଇ କଥାବାର୍ତ୍ତା, ଆରେ କ'ଣ ଖାଇବା ହେଇଛି, କେମିତି ଅଛୁ, କ'ଣ କରୁଛୁ, ତାଙ୍କ ସହିତ ମୋର ସେତିକି କଥାବାର୍ତ୍ତା। ଆମର ଯେଉଁ ଫିଲ୍ମ କଥା କେବେ ଆମେ ହେଇନୁ, କି ଆଜି ପର୍ଯ୍ୟନ୍ତ ହେଇନୁ। କ'ଣ ଖାଇବା ହେଇଛି, କ'ଣ କରୁଛୁ ଆଜି, ଏ ବଛ ପଛରେ। ମୋ ଭାଇ ଥିଲା, ସେ ମୋ ଭାଇ। ସ୍ମୃତି ବହୁତ ଅଛି, ବହୁତ ସ୍ମୃତି ଅଛି। ସେ ଯେତେବେଳେ ଓଲ୍ଡ ଟାଉନରେ ରହୁଥିଲେ ସେଇ ଦିନଠୁ ଆମର ସ୍ମୃତି, ସେ ବାହା ନ ହେଇଥିବା ବେଳର ସ୍ମୃତି ଅଛି, ସବୁ ପ୍ରକାର ସ୍ମୃତି ଅଛି। ଆଉ କ'ଣ ଅଧିକା କହିବି ତାଙ୍କ ବିଷୟରେ। ସେଭଳିଆ ଲୋକ ମିଳିବା କଷ୍ଟ। ଏ ଇଣ୍ଡଷ୍ଟ୍ରିର ଅପୂରଣୀୟ କ୍ଷତି ହେଇଗଲା, ବହୁତ ବଡ଼ କ୍ଷତି ହେଇଗଲା। ମୁରବୀ ପଳେଇଲେ ସେ। ଯାହା ହଉ ମୁଁ ତାଙ୍କ ସହିତ ଦଣ୍ଡାବାଳୁଙ୍ଗାରେ କରିଥିଲି। ଦଣ୍ଡାବାଳୁଙ୍ଗା ତାଙ୍କର ବହୁତ ସୁପରହିଟ୍ ଚଳଚ୍ଚିତ୍ର, ସେଥିରେ ମୁଁ ବାଳୁଙ୍ଗା ତାଙ୍କ ସାଙ୍ଗରେ ହେଇଥିଲି। ତେଣୁକରି ତାଙ୍କ ସହିତ ମୋର ବହୁତ ଅନୁଭୂତି ଅଛି। ଏବେ ସମୟ ନାହିଁ କହିବାକୁ, କହିବା କେତେବେଳେ ପଛରେ। ବହୁତ ଅନୁଭୂତି ଅଛି।